ନମସ୍କାର। ସୁସ୍ଥ ଜୀବନ ଓଡ଼ିଶାରେ ଆଜି କହିବି ଅମ୍ଳପିତ୍ତ ବା ହାଇପର ଏସିଡିଟିରୁ ରକ୍ଷା ପାଇବା ପାଇଁ 20ଟି ଘରୋଇ ବା ପ୍ରାକୃତିକ ଉପଚାର। ଆମେ ଯାହା ଖାଦ୍ୟ ଖାଇଥାଉ ସେଗୁଡ଼ିକୁ ପେଟରେ ହଜମ କରିବା ପାଇଁ ଅନେକ ଗୁଡ଼ିଏ ରସ ବା ଏସିଡ୍ ସିକ୍ରେସନ୍ ହୋଇଥାଏ। ଯଦି ସେହି ଏସିଡ୍ର ମାତ୍ରା ଅଧିକ ହୋଇଥାଏ ତାହେଲେ ତାକୁ ହାଇପର ଏସିଡିଟି କୁହାଯାଏ। ସେଭଳି କ୍ଷେତ୍ରରେ ଆମେ ପେଟରେ ଜଳାପୋଡ଼ା ଅନୁଭବ କରୁ। ଅନେକ ସମୟରେ ଛାତିରେ ମଧ୍ୟ ଏହି ଜଳାପୋଡ଼ା ଅନୁଭୂତ ହୁଏ। ସେହି ଏସିଡ୍ ଯଦି କୌଣସି କାରଣରୁ ଖାଦ୍ୟ ନଳୀକୁ ଉପରକୁ ଉଠି ଆସେ ତାହେଲେ ଆମ ତଣ୍ଟି ଅନେକ ସମୟରେ ଜଳିଲା ବା ପୋଡ଼ିଲା ଭଳି ଲାଗିଥାଏ। ଆମ୍ବିଳି ହାକୁଟି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେବେ ଏହି ହାଇପର ଏସିଡିଟି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣମାନଙ୍କୁ 20ଟି ଘରୋଇ ଉପଚାର କହିବି। ଆପଣମାନଙ୍କୁ ଅନୁରୋଧ, ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏବେ ଦେଖିବା ଘରେ ମିଳୁଥିବା ଅନେକ ଗୁଡ଼ିଏ ପ୍ରାକୃତିକ ଜିନିଷ ବ୍ୟବହାର କରି ଆମେ କେମିତି ହାଇପର ଏସିଡିଟିକୁ କଣ୍ଟ୍ରୋଲ କରିପାରିବା। ସବୁଜ ଧନିଆ, ରସୁଣ, ପାଚିଲା ବିଲାତି, ଅଦା, ଲୁଣ ଏବଂ ଲଙ୍କା ମିଶାଇ ଚଟଣିଟିଏ ବନାଇ ସେବନ କଲେ ପେଟର ବିଭିନ୍ନ ରୋଗ ଭଲ ହୋଇଥିବା ଯୋଗୁଁ କ୍ଷୁଧା ମଧ୍ୟ ବୃଦ୍ଧି ପାଇଥାଏ। ଏହିଭଳି ଚଟଣି ହାଇପର ଏସିଡିଟିକୁ କଣ୍ଟ୍ରୋଲ କରିବାରେ ଏବଂ ପରମାନେଣ୍ଟଲି ଭଲ କରିବାରେ ବହୁତ ଉପାଦେୟ। ସେହିଭଳି ପିଆଜ 50 ଗ୍ରାମକୁ କାଟି ଗାଈର ତାଜା ଦହିରେ ମିଶାଇ ସେବନ କରିବା ଫଳରେ ଅମ୍ଳପିତ୍ତ ଠିକ୍ ହୋଇଯାଇଥାଏ। ପାନମଧୁରୀ 2 ଗ୍ରାମ, ଶୁଣ୍ଠି 1 ଗ୍ରାମ, ମିଶ୍ରି 1 ତୋଳା ଏସବୁକୁ ଚିକ୍କଣ ଭାବରେ ଗୁଣ୍ଡ କରି ଗରମ ପାଣି ସହିତ ସେବନ କଲେ ପ୍ରତ୍ୟେକ ପ୍ରକାରର ବଦହଜମି ଏବଂ ହାଇପର ଏସିଡିଟି ଦୂର ହୋଇଥାଏ। କଲରା ଫୁଲ କିମ୍ବା ପତ୍ରକୁ ଘିଅରେ ଭାଜି ତାହାର ଚୂର୍ଣ୍ଣ ବନାଇ ସୁରକ୍ଷିତ ରଖନ୍ତୁ। 1ରୁ 2 ଗ୍ରାମ ମାତ୍ରାରେ ସେହି ଚୂର୍ଣ୍ଣକୁ ଦିନରେ 2ରୁ 3 ଥର ଖାଇବା ଦ୍ୱାରା ଅମ୍ଳପିତ୍ତ ଠିକ୍ ହୁଏ। ଜିରା ସହିତ ଧନିଆ ସମାନ ମାତ୍ରାରେ ନେଇ ସୈନ୍ଧବ ଲବଣ ଅଳ୍ପ ମିଶାଇ ପିଇଲେ ଅମ୍ଳପିତ୍ତରେ ଲାଭ ମିଳେ। ବେଲପତ୍ରକୁ ପାଣି ସହିତ ବାଟି ଛାଣି ନିଅନ୍ତୁ। ସେଥିରେ 20 ଗ୍ରାମ ମିଶ୍ରି ମିଶାଇ ପିଇଲେ ଅମ୍ଳପିତ୍ତ ସମସ୍ୟା ଦୂର ହୋଇଯାଏ। ଯଦି ଏସିଡିଟି ଯୋଗୁଁ ଛାତି ବେଶୀ ଜଳାପୋଡ଼ା ହେଉଛି ତେବେ ଅଳ୍ପ ଟିକେ ଜଷ୍ଟି ମଧୁ ବା ମୁଲେଠି ଚୂର୍ଣ୍ଣକୁ ମହୁ କିମ୍ବା ଘିଅରେ କିମ୍ବା ଉଭୟ ବିଷମ ପରିମାଣରେ ମିଶାଇ ଚଟାଇଲେ ଅମ୍ଳପିତ୍ତ ବା ଏସିଡିଟି ଯୋଗୁଁ ଜଳାପୋଡ଼ା କମି ଯାଇଥାଏ। କିସମିଶ 30 ଗ୍ରାମ, ପାନମଧୁରୀ 25 ଗ୍ରାମ ଉଭୟକୁ ଛେଚି ଚୂର୍ଣ୍ଣ କରି 200 ଗ୍ରାମ ପାଣିରେ ରାତ୍ରିରେ ବତୁରାଇ ଦିଅନ୍ତୁ। ତା ପରଦିନ ସକାଳେ ତାକୁ ଦଳି ଚକଟି ଛାଣି ନିଅନ୍ତୁ ଆଉ ସେଥିରେ 10 ଗ୍ରାମ ମିଶ୍ରି ମିଶାଇ ପିଇ ଦିଅନ୍ତୁ। ଏହାଦ୍ୱାରା ଲିଭର ସୁସ୍ଥ ରହେ ଏବଂ ଯେଉଁ ଏସିଡିଟି ଆଧିକ୍ୟ ହେଉଛି ତା ମଧ୍ୟ ପରମାନେଣ୍ଟଲି ଭଲ ହୋଇଯାଏ। ତେନ୍ତୁଳି ମଣ୍ଡର ଚୂର୍ଣ୍ଣ 100 ଗ୍ରାମ, ଜିରା 25 ଗ୍ରାମ ତଥା ମିଶ୍ରି 125 ଗ୍ରାମ ନେଇ ଚୂର୍ଣ୍ଣ କରି ବୋତଲରେ ରଖିଦିଅନ୍ତୁ। ଏହାକୁ 3 ଗ୍ରାମ ମାତ୍ରାରେ ସକାଳେ ସନ୍ଧ୍ୟାରେ ପାଣି ସହିତ ସେବନ କଲେ ଲିଭର ସମ୍ପୂର୍ଣ୍ଣ ରୂପେ ଡିଟକ୍ସିଫାଏ ହେବା ସହିତ ଅମ୍ଳପିତ୍ତରେ ଅବଶ୍ୟ ଲାଭ ହୋଇଥାଏ। କାଗଜି ଲେମ୍ବୁର ଚୋପାକୁ ଭଲ ଭାବରେ ଚୋବାଇ ତାହାର ରସ ଚୁଷିବା ଦ୍ୱାରା ଏସିଡିଟି କମି ଯାଇଥାଏ। ଅଦା ରସ 1 ଚାମଚରେ ସମଭାଗ ଡାଳିମ୍ବ ରସ ମିଶାଇ ପିଆଇଲେ ମଧ୍ୟ ଏହି ଅମ୍ଳପିତ୍ତ ଭଲ ହୋଇଥାଏ। ପ୍ରତିଦିନ ଉପର ବେଳା ଖାଦ୍ୟ ଖାଇବା ପରେ ଅଳ୍ପ ଗୁଡ଼ ଟେଳାଟିଏ 10 ଗ୍ରାମର ପାଟିରେ ରଖି ଧୀରେ ଧୀରେ ଚୋଷନ୍ତୁ। ଏହାଦ୍ୱାରା ମୁହଁରେ ଖଟା ପାଣି ଆସିବା ବନ୍ଦ ହୁଏ। ଅମ୍ଳପିତ୍ତ ଦୂର ହେବା ସହିତ ପେଟରେ ବାୟୁ ସମସ୍ୟା ହେଉଥିଲେ
ତା ଦୂର ହୋଇଥାଏ। କଳା ଛୋଟ ହରିଡ଼ା ଚୂର୍ଣ୍ଣ 2 ଗ୍ରାମ ବା ଅଧ ଚାମଚ ସହିତ ସମାନ ଓଜନର ଗୁଡ଼ ମିଶାଇ ଖାଆନ୍ତୁ ଏବଂ ତାପରେ ପାଣି ପିଅନ୍ତୁ। ପ୍ରତ୍ୟେକ ସନ୍ଧ୍ୟାରେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ 3 ଦିନ ପର୍ଯ୍ୟନ୍ତ ଏଭଳି ପ୍ରୟୋଗ କଲେ ଅମ୍ଳପିତ୍ତ ଭଲ ହୋଇଥାଏ। ଖାଦ୍ୟ ଖାଇବା ପରେ ଉଭୟ ବେଳା ଗୋଟିଏ ଲେଖାଏଁ ଲବଙ୍ଗ ସକାଳେ ସନ୍ଧ୍ୟାରେ ଚୁଷିଲେ ଅମ୍ଳପିତ୍ତ ଠିକ୍ ହୋଇଥାଏ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଯାହାକି ଏସିଡିଟି ଯୋଗୁଁ ହେଉଛି ସେଗୁଡ଼ିକ ମଧ୍ୟ ଭଲ ହୋଇଯାଇଥାଏ। ଘୃତକୁମାରୀ ବା ଘି କୁଆଁରୀର ରସ ବାହାର କରି ପ୍ରତ୍ୟେକ ଦିନ ସକାଳେ 1 ରୁ 2 ଚାମଚ ପିଅନ୍ତୁ। ଘି କୁଆଁରୀ ଉପରେ ମୁଁ ଅନ୍ୟ ଏକ ଭିଡ଼ିଓ ପ୍ରସ୍ତୁତ କରିଛି, ଆପଣମାନେ ଚ୍ୟାନେଲରେ ଯାଇ ତାକୁ ଦେଖିପାରନ୍ତି। ପୋଦିନା, ଜିରା ଏବଂ ଗୋଲମରିଚ 10-10 ଗ୍ରାମ ଲେଖାଏଁ ନେଇ ଚଟଣି ତିଆରି କରନ୍ତୁ ଏବଂ ଏହାକୁ 1 କପ୍ ପାଣିରେ ଗୋଳାଇ ପିଇଲେ ଲାଭ ମିଳିଥାଏ। କଅଁଳ ନିମପତ୍ର, ନିମ ଫଳ ଏବଂ ନିମର ଛାଲ ତିନୋଟିକୁ ସମାନ ମାତ୍ରାରେ ନେଇ ବାଟି ଦିଅନ୍ତୁ। ଅଧ ଚାମଚ ଲେଖାଏଁ ପ୍ରତ୍ୟେକ ଦିନ ସକାଳେ କିଛି ନ ଖାଇ ପାଣି ସହିତ ସେବନ କରନ୍ତୁ। ରାତ୍ରି ସମୟରେ ଅମ୍ଳପିତ୍ତ ବା ଏସିଡିଟି ଯୋଗୁଁ ଯଦି ଅସୁବିଧା ଲାଗୁଛି 1 ଚାମଚ ଖାଇବା ସୋଡ଼ା ଏବଂ 1 ଚାମଚ ଲେମ୍ବୁ ରସ ଥଣ୍ଡା ପାଣିରେ ମିଶାଇ ପିଇ ଦିଅନ୍ତୁ। ଶୁଣ୍ଠି, କଳା ଲୁଣ, ଡାଳଚିନି, ହେଙ୍ଗୁ, ପିପଳି, ହରିଡ଼ା ଏହି ସବୁରୁ 5-5 ଗ୍ରାମ ମାତ୍ରାରେ ନେଇ ଚୂର୍ଣ୍ଣ ତିଆରି କରନ୍ତୁ। ପ୍ରତିଦିନ ଭୋଜନ କରିବା ପରେ 1 ଚାମଚ ଚୂର୍ଣ୍ଣ ଉଷୁମ ପାଣି ସହିତ ସେବନ କରନ୍ତୁ। ସୈନ୍ଧବ ଲବଣ 1 ଚିମୁଟା, ଅଳ୍ପ ଟିକେ ଅଦା ତଥା ଲେମ୍ବୁ ରସ 1 ଚାମଚ ତିନୋଟିକୁ ଚଟଣି ତିଆରି କରି ସେବନ କରିପାରନ୍ତି। 1 ଚାମଚ ଜୁଆଣି, ଚିମୁଟାଏ ସୈନ୍ଧବ ଲବଣ ଏବଂ ଚିମୁଟାଏ ହିଙ୍ଗୁ ଏହି ତିନୋଟିକୁ ମିଶାଇ ଖାଇ ପାଣି ପିଅନ୍ତୁ। ଏହାଦ୍ୱାରା ଅମ୍ଳପିତ୍ତ ସମସ୍ୟାରୁ ରକ୍ଷା ମିଳିଥାଏ। ଯେଉଁ ଉପାୟଗୁଡ଼ିକ କହିଲି ସେହି ଉପାୟଗୁଡ଼ିକରୁ ଯେକୌଣସି ଗୋଟିଏ କିମ୍ବା 2ଟି ଆପଣଙ୍କୁ ସୁହାଉଥିବା ଉପାୟ ଅବଲମ୍ବନ କରନ୍ତୁ, ନିଶ୍ଚିନ୍ତ ଭାବରେ ଉପଶମ ପାଇବେ। ଆଭ୍ୟନ୍ତରୀଣ ପ୍ରୟୋଗ ବା ଖାଦ୍ୟ ପାନୀୟ ବିଷୟରେ ତ କହିଲି, ଏବେ କେତେଗୁଡ଼ିଏ ବାହ୍ୟ ପ୍ରୟୋଗ ବିଷୟରେ ଜାଣିବା। ଯଦି ଅତ୍ୟଧିକ ଅମ୍ଳପିତ୍ତ ସମସ୍ୟା ଯୋଗୁଁ ପେଟ ଜଳାପୋଡ଼ା ରହୁଛି, ଦେହର ତାପମାତ୍ରା ବଢ଼ିଯାଉଛି, ତେବେ ପେଟ ଉପରେ କଳା ମାଟିର ପେଷ୍ଟ ଲେପ କରି ତା ଉପରେ ପଟି ବାନ୍ଧି ଦିଅନ୍ତୁ। ଶୁଖିଯିବା ପରେ ପୁଣି ମାଟିର ଲେପ କରନ୍ତୁ ଏବଂ କିଛି ସମୟ ରଖି ଧୋଇ ଦିଅନ୍ତୁ। ଟବ୍ରେ ପାଣି ଭର୍ତ୍ତି କରି ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବସିଯାଆନ୍ତୁ। ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ପେଟରେ ପାଣି ମାରନ୍ତୁ। ପାଦର ତଳିପାଦରେ ଦେଶୀ ଘିଅ 10 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଘିଅ ଭିତରେ ପିତ୍ତକୁ ଶାନ୍ତି କରିବା ସହିତ ବାହାରେ ପାଦ ତଳେ ମାଲିସ କଲେ ପିତ୍ତ ନିମ୍ନଗାମୀ ହୋଇ ପାଦ ବାଟେ ବାହାରି ଯାଇଥାଏ। ରବର ଥଳିରେ ଗରମ ପାଣି ଭର୍ତ୍ତି କରି ପେଟ, ପିଠି, ଅଣ୍ଟା ତଥା ଆଣ୍ଠୁକୁ ସେକନ୍ତୁ। ଏହାଦ୍ୱାରା ତାପମାତ୍ରା ନିୟନ୍ତ୍ରିତ ହେବା ସହିତ ଶରୀରର ଅନ୍ୟ ଅଂଶକୁ ପେଟର ତାପମାତ୍ରା ଖେଳେଇ ହୋଇଯାଏ। ଚେୟାରରେ ବସି ବାଷ୍ପ ସ୍ନାନ ବା ଷ୍ଟିମ୍ ବାଥ୍ ନିଅନ୍ତୁ। ଏହାଦ୍ୱାରା ଅମ୍ଳପିତ୍ତ ସମସ୍ୟା ସମଗ୍ର ଶରୀରରୁ ଦୂର ହୋଇଥାଏ।